ଆପଣଙ୍କୁ ସ୍ୱାଗତ କରୁଛି ଆଉ ଗୋଟେ ନୂଆ ଦମଦାର ଭିଡ଼ିଓକୁ। ବର୍ତ୍ତମାନ ଆପଣ ରଜରେ ରଜପାନ ଖାଇଥିବେ, ରଜ ପୋଡ଼ପିଠା ଖାଇଥିବେ, ତା ସହିତ ଓଡ଼ିଆ ସିନେମା ବି ଦେଖିଥିବେ। ତ ଆପଣ କୋଉ କୋଉ ସିନେମା ସବୁ ଦେଖିଲେଣି ନିହାତି ଆପଣମାନେ କମେଣ୍ଟ କରି ଜଣେଇବେ ଓ ସିନେମା କେମିତି ଲାଗିଲା ସିନେମାର କଥା ବି କହିବେ। ଓ ଆଜି ଆମେ ସିନେମା ବିଷୟରେ ହିଁ କଥା ହେବା। ମୁଁ ଓଡ଼ିଆ ସିନେମା ଯେହେତୁ ଗୋଟେ ପାର୍ଟ ଓଡ଼ିଆ ସିନେମା ଏଜ୍ ଏ ଆସୋସିଏଟ୍ ଡାଇରେକ୍ଟର ଭାବରେ ମୁଁ କାମ କରେ ଓଡ଼ିଆ ସିନେମାରେ। ତ ମୁଁ ତ କହିବିନି ଆପଣ ସେଇ ସିନେମା ଦେଖନ୍ତୁ, ଏଇ ସିନେମା ଦେଖନ୍ତୁନି। ଆମ ସିନେମା ଦେଖନ୍ତୁ, ଆମ ଓଡ଼ିଆ ସିନେମା ଦେଖନ୍ତୁ, ଆମ ଓଡ଼ିଆର ଓଡ଼ିଆ ଅସ୍ମିତା କଥା କୁହନ୍ତୁ। ତ ମୁଁ ସବୁବେଳେ କୁହେ ନାଇଁ, ତା ପୂର୍ବରୁ ଚାଲ ଆମେ ଶିକାର ସିନେମା ବିଷୟରେ ମୋର କିଛି ଏକ୍ସପିରିଏନ୍ସ ମୁଁ ଆପଣଙ୍କୁ କହିବି। ଆମେ ସିନେମାଟି ଷ୍ଟାର୍ଟ କରି ଜାନୁଆରୀ 27, 2026ରୁ ଆମେ ଆରମ୍ଭ କରିଥିଲୁ ସିନେମାଟି। 27ରୁ ଆରମ୍ଭ ହେଲା। ମାର୍ଚ୍ଚ ମାସ ସାରା ଫିଲ୍ମ ସୁଟିଂ ହେଲା। ଆମେ କଟକରେ କଲୁ କିଛି ଦିନ, ଭୁବନେଶ୍ୱରରେ କଲୁ କିଛି ଦିନ, ପୁରୀରେ କଲୁ କିଛି ଦିନ, ଏମିତି ସୁଟିଂ କରିକି ପାଖାପାଖି 35 ଡେର ସିଡ୍ୟୁଲ୍ ଥିଲା। ବହୁତ ସୁନ୍ଦର ଭାବରେ ସିନେମାଟି ସରିଲା। ୟା ପୂର୍ବରୁ ମୁଁ ଅମ୍ଳାନ ଭାଇଙ୍କ ସହିତ ଗୋଟେ ସିନେମା କରିଥିଲି, ବଟ୍ କିଛି 3 ୟା 4 5 ଡେ ବୋଧେ କାମ କରିଥିଲି। କିଛି କାମ ହେଲା, ତାକୁ ମୁଁ ଛାଡ଼ି ଦେଇଥିଲି। ସେ ସିନେମାଟାର ନାଁ ହେଉଛି ମିସ୍ କଲ୍ ଫ୍ରେଣ୍ଡ, ସିଦ୍ଧାର୍ଥ ଟିଭିର। ତାପରେ ମୁଁ ଏବେ ଫାଇନାଲି ଶିକାର ସିନେମା କଲି ଏଲିନା ମ୍ୟାମ୍ଙ୍କ ସହ। ତାପରେ ଅମ୍ଳାନ ଭାଇଙ୍କ ସହିତ ଶିକାର ସିନେମା ଷ୍ଟାର୍ଟ କଲୁ। ତାପରେ ଆମେ 2-3 ଜଣ ଥିଲୁ। ସେତେବେଳେ ଜଣେ ଭାଇଙ୍କର ଦେହ ଖରାପ ହେଲା, ସିଏ ଛାଡ଼ିକି ପଳେଇଲେ। ଦେନ୍ ମୁଁ ଯେହେତୁ ଆମେ ଗୋଟେ ରଜରେ କାମଟେ କରୁଛୁ, ତ ଆମେ ଆଉ କାହାକୁ ନ ଡକେଇକି ଆମେ ଆମର ପୁରା ମେହନତ ଲଗନ ଦେଇକି ଆମେ କାମଟି କଲୁ। ତାପରେ ଏଇ ଯେଉଁ ନିଖୁଣ ଅଭିନୟ ଅମ୍ଳାନ ଭାଇଙ୍କର ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲା। ଆପଣ ଦେଖିଥିବେ ଗୋଟେ ସିନ୍ ଥିଲା, ମୋର ମନେ ଅଛି, ଯେତେବେଳେ ତାରଙ୍କର ସୁପ୍ରିୟା ମାନେ ସ୍ତ୍ରୀ ମରିଯାଇଛି, ପିଲା ଛୁଆ ପୁଅ ବା ମରିଯାଇଛି, ସେତେବେଳେ ଆସି ଅମ୍ଳାନ ଆସି ଦେଖିଲେ, ସମସ୍ତଙ୍କୁ ଦେଖିକି ଆଶ୍ଚର୍ଯ୍ୟ ହେଉଛନ୍ତି। ବା ସେଇଠି ଯେଉଁ ସେ କାନ୍ଦିଛନ୍ତି, ମାନେ ମୁଁ ଦେଖିକି ପୁରା ମାନେ ରିଏଲ୍ ପୁରା ମୋତେ ଲାଗିଲା। ଆମେ ଟୋଟାଲ୍ ସେଇଠି ଯେଉଁ ଥିଲୁ 20ରୁ 30 ଜଣ କ୍ରିଉ ମେମ୍ବର ସମସ୍ତେ ତାଳି ମାରିଥିଲୁ, ସମସ୍ତଙ୍କ ଆଖିରେ ଲୁହ ଥିଲା। ସେଇ ସିନ୍ଟା ମାନେ ମୋତେ ଲାଗୁଥିଲା ରହିବ କି ନ ରହିବ। ସେଇଟା ଆକ୍ଚୁଆଲି କ'ଣ ଥିଲା କି, ସେଇଟା ଆକ୍ଚୁଆଲି ଥିଲା ମାନେ ସେଇଥିରେ ଗୀତ ପଡ଼ିବ, ମାନେ BGM କିଛି ଗୋଟେ ମ୍ୟୁଜିକ୍ ପଡ଼ିବ, ବଟ୍ ସେଇଟା ଏତେ ଚମତ୍କାର ଭାବରେ ଏତେ ନ୍ୟାଚୁରାଲ୍ କରିଛନ୍ତି ଯେ ସେଇଟା ମାନେ ରଖାହେଇଛି ସେଇ ସିନ୍ଟା ମାନେ ସିନେମାର ସବୁ ସିନ୍ଠୁ ସେଇ ସିନ୍ଟା ମୋତେ ଭାରି ପସନ୍ଦ ଥିଲା। ଓ ସେଇଟା ମୁଁ ଯେତେବେଳେ ସେଇ ମାନେ ଫିଲ୍ଡରେ ରହିକି ଦେଖିଥିଲି, ସେଇଟା ମୋତେ ଭାରି ମାନେ ଖୁସି ଲାଗିଥିଲା। ଆଉ ସେଇଟା ମାନେ ମୁଁ ମାନେ ଏଇଟା ସତରେ ଏମିତି ହେଉଛି କି, ଆଉ ମାନେ ଏତେ ନ୍ୟାଚୁରାଲ୍ ଅମ୍ଳାନ ଭାଇ କରିଥିଲେ। ଅମ୍ଳାନ ଭାଇଙ୍କ ସହିତ ମୁଁ ମିଶିଛି, ମଣିଷ ହିସାବରେ ଆପଣ ମାନେ 10 ଆଉଟ୍ ଅଫ୍ ମାନେ 100 ନମ୍ବର ଦେଇଦେବେ। ମାନେ ଭାଇଙ୍କର ନେଚର କଥା ମୁଁ ଯଦି କହିବି, ଭାଇ ଆମ ମିଡିଲ୍ କ୍ଲାସ୍ ପିଲାମାନଙ୍କ ସହିତ ମିଶିବାକୁ ଅଧିକ ଭଲ ପାଆନ୍ତି। ତ ସିଏ ଅମ୍ଳାନ ଭାଇ ଗୋଟେ ଏତେ ବଡ଼ ଷ୍ଟାରଙ୍କ ପୁଅ, ମିହିର ସାର୍ ଲିଜେଣ୍ଡ ପର୍ସନଙ୍କ ପୁଅ, ସେ କେବେ ବି ମାନେ ସେତେ ହାଇଫାଇ ପ୍ରୋଫାଇଲ୍ ଲୋକ ସହିତ ନ ମିଶିକି ଆମ ଭଳିଆ ମିଡିଲ୍ କ୍ଲାସ୍ ପିଲାମାନଙ୍କ ସହିତ ଅଧିକ ମିଶନ୍ତି। ଆମେ ବହୁତ ସାରା ବୁଲିଛୁ, ଗପ କରିଛୁ, ଥଟ୍ଟା କରିଛୁ, ମଜାମସ୍ତି ପୁରା। ଶିକାର ସିନେମା ଯେତିକି କଷ୍ଟ କରିକି କାମଟେ କରିଥିଲୁ, ସେତିକି ଆଜି ସକ୍ସେସ୍ ବର୍ତ୍ତମାନ ରଜ ମାର୍କେଟରେ। ସିନେମାକୁ ମିସ୍ କରିବେନି, ଶିକାର ସିନେମାଟି ନିହାତି ଦେଖିବେ ଆପଣ।